ହଁ ଯାଇଥିଲି ଭିକ୍ଷା କରିବା ପାଇଁ ଏ ଛୁଆଟା ବସିକି କାନ୍ଦୁଥିଲା। ଏଇ ପିଲା ଇଏ ଆପଣଙ୍କ ନନା ନା? ହଁ ଆଚ୍ଛା ପୁଅ ହଁ ତୋ ନାଁ କଣ? କହିଦେ। ହଁ ଗୁହାଳ କରିପାରିବୁ? ହଁ ଆମର 18ଟା ଗାଈ। ହଁ ଖୋଲିଦେବି ସବୁ ବାହାର କରି ଖୋଲିଦେବି। ଘାସ କାଟିକି ଗାଈ ଦେଇପାରିବୁ? ଖଣ୍ଡେ ଦେଇଦେବି କାଟିକି। ପୁରେ ଏ ବୁଢୀକି ଘଷି ଦେଇପାରିବୁ? ହଁ ମୁଁ ପୁରା କୁଡ଼ା ଚଢିଲା ମୁଣ୍ଡ ଆଡେ ଓହ୍ଲେଇଥାନ୍ତି। ଫୁଲ ତୋଳି ପାରିବୁ? ହଁ ସବୁ କରିବୁ। ସବୁ କାମ କରିଦେଲେ ଖାଇବୁ ଗଲେ। ଦରମା ନାହିଁ? ନା ନା ଦରମା ନଥାଉ ନନା। ଖାଇବି ରହିବି ଆପଣଙ୍କ କତି ଆଉ। ହଁ ଆଜ୍ଞା ସବୁ କାମ ସଇଲା। ହଁ। ଛୁଆ ରହିଲା। ହଁ। କହିଲା ସୁଦାମା ଦୁର୍ଗା ନନା ସୁଦାମା ଯାଉନି ନନା କିଛି କହୁନି ନା ଛିଡା ହେଇଛି। ଭାଉଜ ମାଳ କବାଟଟାକୁ ଦର ଆଉଜା କରିକି ଚାହିଁଛି ଦିଅରର ମୁହଁ। ଏତିକି ବେଳେ ହାତ ଯୋଡି ସୁଦାମା କହୁଛି ତା ବଡ ଭାଇ ଧରା 4 ଦିନ ଉପବାସ ପାତଳ ଚଳଇ চক্র চায়ে পদ ଉପାସ କଣ ସମୟ ଥିଲା ମୋ ମା ମୋ ଜେଜେମା କହନ୍ତି ଓଳିଆ ଖାଇଲେ ଓଳିଆ ଉପାସ ଆମେ ରହୁ। ସେତେବେଳେ ଶାରଦ ଧାନ ଏ ସାର ବିଷ ନଥିଲା ଅଳ୍ପ ଅମଳ ହୁଏ। 3 ମାସ ପରେ ଜମିଦାର ଘରୁ କରଜ ଆଣିକି ଜମି ଆଜ୍ଞା 5 ଟଙ୍କା 3 ଟଙ୍କାରେ ଜମି ବିକ୍ରି କରୁଛନ୍ତି ଆମ ପୂର୍ବପୁରୁଷ ମାନେ। ଉପାସ ଭୂତ କଣ ଏବେ ଆମେ ଜାଣିପାରୁନାହାନ୍ତି। ଆମ ଛୁଆ ମାନେ ଖାଇ ଖାଇ ବାନ୍ତି କରୁଛନ୍ତି ନୁହେଁ କି ମା? ସେଦିନ ହାତ ଯୋଡିକି ବଡ ଭାଇ ପାଖରେ କହୁଛି ପିଲା ମୋର ଉପାସରେ ନନା ମୁରୁଛା କଥା ଶୁଣି ମାଳତୀ ଭାଉଜଟା ସହିପାରିଲାନି। କହିଲା ଏଇ ତା ସ୍ୱାମୀ ବି କହୁଛି ତମ ଭାଇଟା ପରା ତମ ପାଇଁ ଏଡେ ବଡ ଉପକାର କଲା ଗୋଟେ ପିଲା ଆଣିକି ଦେଲା ତାକୁ ଗୋଟେ ଦଉନ ମୁଁ ଦେବି ନା। ନୀରବ ରହିଲା ସୁଧର। ପତ୍ନୀ ବୁଝିଲା ମୋ ପତିର ସହମତି ରହିଛି। ଘରକୁ ଦୌଡ଼ି ଗଲା କହିଲା ସୁଦାମ ଭାଉଜ ଡାକିଦେଲା ଗୋଟେ ହାଣ୍ଡିଏ ଭାତ ମା ଇଏ 5-6 ଜଣ ପରିବାର ଖାଇଲେ 3 ଦିନ ଖାଇବେ। ପଖଳା ସରିଛି ଭାତ ଯାହା ଥିଲା ପନିପରିବା ତରକାରୀ ଶାଗ ଲଙ୍କା ଲୁଣ ଯାହା ଘରେ ଥିଲା ବହେ ଦେଇଦେଲା ନେଇଯା ଖାଇବି। ଇଏ ଯେତେବେଳେ ଖୁସି ହେଇକି ନେଇକି ଦୌଡୁଛି ସେଣୁ ଡାକୁଛି ଭାଇ କହିଲା ଏ ସୁଦାମ ଭାଉଜ ଦେଲା ଗୋଟେ କାମ କର ଖାଇ ପିଇକି ଶୋଇବୁ ସକାଳୁ ଟିକେ ଆସିବୁ ଅର୍ଜେଣ୍ଟ କଥା ତୋ ସହିତ ଟିକେ ମୋର ରହିଛି। ଘରେ ନେଇ ପହଞ୍ଚି ଦେଇଛି ନା ଭାତ ତରକାରୀ ସମସ୍ତେ ମିଳିମିଶି ଛୁଆ ଗୁଡାକୁ ଉଠେଇ ଦେଇ 4 ଦିନ ହେଲା ଉପାସ ଛୁଆ ଗୁଡାକ ମାଇକିରେ ବାଛି ଗୋଟେ ଛୁଆ ପୁଅ ସେଇ ଗୋଟେ ଉଭର ସବୁବେଳେ କହିବ ତାଙ୍କୁ ଯେତେ ଆପଣ ଉପାସ ଥିଲେ ଭାଇ ଖାଇବା ଅତି ଗୋଟେ ଫାଲସି ଛୁଆ ଖାଆନ୍ତୁ ବଢିଲେ ଆମେ ଖାଇବା ଖାଉଛନ୍ତି। ସୁଦାମାର 2 ଆଖିରୁ 2 ଧାର ଲୁହ ବଢିଗଲା। ଗୋଟିଏ ପଦ ଭଗବାନଙ୍କୁ ସେ ଜଣାଉଛି। କବି ହଉଛନ୍ତି ଆପଣଙ୍କର ଭଦ୍ର ଖଜିରା ଗାୟକ କିଏ କରୁଣା ସିନ୍ଧୁ ନାୟକ ଭଦ୍ର ଖଜିରା ଆଖଣ୍ଡଳମଣି ଧୂସୁରୀ ବପୁରା। ଗୋଟିଏ ପଦ କହିଲେ ଧନ୍ୟ ବିଧାତା ତୋର ଗତିରେ କିଏ ବୁଝିବ তো খেলা লীলা
ହେ ମ୍ୟାଗି ଖା ଚାଇମିନ ଖା ଚାଟ ଖା ବିରିୟାନୀ ଖା କେତେ ଖାଉଛୁ ତୋ ବାପା ସେତେ ଆଣିକି ଦଉଛି ଏମିତି ଛୁଆ ତୋ ସାଙ୍ଗ ଅଛନ୍ତି ବାପା ଗୋଟେ କୁରକୁରି ଖାଇବାକୁ 5 ଟଙ୍କା ପାଉନାହାନ୍ତି ହଉନି ହଉଛି କାହା ଘରେ ବା କ୍ଷୀରି ସର ପୁରୀରେ ଭାସିଲା ବେଳେ କିଏ 3 ଦିନର ଥରେ ପଖାଳ ମୁଠେ ପାଉଛି କହିଲା କେ ଖାଉଛି